ଅବହେଳିତ ନଇନଯୋଡ଼ି ବର୍ଷ ବର୍ଷ ଧରି ହୋଇନାହିଁ ପୁନରୁଦ୍ଧାର କରିବାକୁ ବସ୍ତା ବିଧାୟକଙ୍କୁ ଦାବି କରିଛନ୍ତି ଚାଷୀ ଓ ଜନସାଧାରଣ। ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥଠାରୁ ଆରମ୍ଭ କରି ହଳଦୀପଦା ପର୍ଯ୍ୟନ୍ତ NH 16 ନମ୍ବର ଉଭୟ ପାର୍ଶ୍ୱରେ ଥିବା ନଇନଯୋଡ଼ି ବା ନାଳ ଅବହେଳିତ ଅବସ୍ଥାରେ ରହିଛି। ବର୍ଷ ବର୍ଷ ଧରି ହୋଇନାହିଁ ପୁନରୁଦ୍ଧାର, ପୋତି ହୋଇଗଲାଣି ନଇନଯୋଡ଼ି। ଆଉ ଯାହାଫଳରେ ବର୍ଷା ଦିନ ଆସିଲେ ଚାଷୀ ହଇରାଣ ହରକତ ହେଉଥିବା ବେଳେ ପାଣି ନିଷ୍କାସନ ହୋଇନପାରି ଗାଁ ଗହଳିରେ ପ୍ରବେଶ କରିବା ବେଳେ ଗାଁ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପ୍ରତିବର୍ଷ ଲୋକ ହଇରାଣ ହରକତ ହେଉଥିବା ଜିଲ୍ଲାଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ଦୀର୍ଘ ବର୍ଷ ହେବ ଦେଖିଥିବା ବେଳେ ଏହି ନାଳ ପୁନରୁଦ୍ଧାର ଲୋକଙ୍କ ପ୍ରତି କାହାରି ଦରଦ ନଥିବା ଭଳି ମନେ ହେଉଛି। ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି, ହେଲେ ଏହି ଅଞ୍ଚଳର ଚାଷୀ ଓ ଜନସାଧାରଣଙ୍କ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ନଇନଯୋଡ଼ି ହେବ ନ ହୋଇଥିବାରୁ ନଇନଯୋଡ଼ି ବଣ ଜଙ୍ଗଲରେ ପୋତି ହେବାକୁ ବସିଲାଣି। ସ୍ଥାନୀୟ ଲୋକେ ବାରମ୍ବାର ଦାବି ସତ୍ତ୍ୱେ ବର୍ଷ ବର୍ଷ ପୁନରୁଦ୍ଧାର କାର୍ଯ୍ୟ ଗଡ଼ି ଗଡ଼ି ଚାଲିଛି। ଅନ୍ୟପଟେ ଏବେ ଉଭୟ ପାର୍ଶ୍ୱରେ ଥିବା ଢାବା ହୋଟେଲଗୁଡ଼ିକ ତୋଳି ଉଠିବା ଫଳରେ ବ୍ୟବସାୟୀମାନେ ହୋଟେଲ ଢାବାକୁ ଯିବା ଆସିବା କରିବାକୁ ନଇନଯୋଡ଼ିକୁ ସମ୍ପୂର୍ଣ୍ଣ ମାତ୍ରାରେ ପୋତି ରାସ୍ତା କରିଦେଇଛନ୍ତି। ଫଳରେ ଜଳ ନିଷ୍କାସନ ହୋଇପାରୁନାହିଁ। ଚାଷୀଙ୍କ ସମସ୍ୟା ବଢ଼ିଥିବାରୁ ଏଭଳି ଅଭିଯୋଗ ହେଉଛି। ତେବେ ପୁନରୁଦ୍ଧାର ପାଇଁ ବରୁଣଗଡ଼ିଆ ପଞ୍ଚାୟତର ଚାଷୀ ଓ ଜନସାଧାରଣ ମଙ୍ଗଳବାର ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କୁ ଭେଟି ସମସ୍ୟା ବିଷୟରେ ଅବଗତ କରାଇଛନ୍ତି। ବସ୍ତାରୁ ଶିରୀଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।